हेलो भाई नमस्ते आशा कर भलरे थे समस्ते वेलकम टू माय न्यू ब्लॉग। दु तीन दिन हम ब्लॉग टी आसी नथिला कारण टिके व्यस्त स्केड्यूल भितर काम धंदारे आउ कथबार्ता हो पारि नथिलु आमे वीडियो छाड़ी नथिलु कि वीडियो माने हे पार टाइम मिल नथिला। आज ट्राई करी वीडियो छाड़िया नहीं देखिया कौन हो सकाल सकाल उठी जाइए देखिया कौन हो भाई पानी नदी आइले देखंतु वर्तमान पई ये धरछि मटन खाई आउरी फुलिया को चेष्टा तार केते खाई फुलिबा रे ପରିବାଟା ଏଇଠି ଆଣିନୁ କଟା ହବ ନାଇଁ ଏଇଠି ଏଇଟା କଟା ହବ ସେ ଚପିଂ ବୋର୍ଡ ଆଣେ ଛୁରୀ ଆଣେ ଏଠି ନେଇକି देखो ना पियाज कटा बर्तमान में स्टार्ट हो जाइए। पियाज कटा पर मटन प्रोसेस आप देखा हम आम कलिकता स्टाइल मटन हम आज आम बाउंड रोषे करेंगे बर्तमान पियाज कटा स्पीड कटा देख ये पियाज के काटी पारे बोलेगा टमाटर गोटे हो ना ଟିକେ ତେଲ ଆଉ ଲୁଣ ପକେଇ ମ୍ୟାଗ୍ନେଟ୍ କରି ରଖିଦେବା। ଗୋଟେ ରୋଷେଇଆ ହେଇକି ଯାଇଥିବ ଯୋଉ ଅଦାଲତରେ ଟିକେ ମ୍ୟାଗ୍ନେଟ୍ କରି ରଖିଦେବା ବଢ଼ିଆ ହବ ଆଉ। ନ୍ୟୁଜ୍ରେ ପ୍ରବଳ ଲୋକ ମୁଁ ଛୁଟି ନେଇକି ଭାବୁଥିଲି ତେଲ ରଖିଦେବା କି ଅଫରରେ ରଖିଦେଇଛି ଚାଲ ଛୋଟନା ଆଉ ଆମେ ଆଣିକି ପକେଇବା। बर्तमान पे आम मटनटा गोला होम घसिकी गोलिले मटन टेस्टा भल आसे जहाँ आम बाउन ना कह कथा माने कारण सी रोसे कर कह कथा जिते मटन को मेरिनेट करके जिते समय रखियो भल कि मेरिनेट करके तेल हल्दी आ लुण पियाज सहित तो टेस्टा बहुत भल आसे बोली सी कह कथा आम शुणा कथा आम तो एमती रोसे के करूँ सी नुआ न कह कलिकता स्टाइल देखिए केमती लगुच देखो आगू आगू केमी प्रोसेसटा हो देखेबा आपको पकाउनु आलु गरम हो तेल तेल गरम हो सारे पका
ହେଇସାରିବା ଧୀରେ ରହ ରେ ଉଛନ ପାଇଁ ହଉଛୁ ହେଇଯିବ ଦେଖ ଚାପ 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 ହେଇକି ଦେଖ ଭାଜିବ। ଦେଖ ଦେଖ A few moments later. ଆଳୁ ହେଇଗଲାଣି କାହିଁ ଅଧିକା କଣ ଦେବା କାଟି ଦେଖନ୍ତୁ ଏଇଠି ଆମ ବାଲକୁନି ପାଖରେ ଏଇଠି ଗୋଟେ ଅଛି ସଜନା ଛୁଇଁ ଗଛ ଡ୍ରମଷ୍ଟିକ୍ ଗଛ ବହୁତ ଅଧିକା ପ୍ରବଳ ହୁଏ ଏଇଠି ଆମେ ବି ଯାଇ ନେଇକି ଆସି ଖାଉ ଏଇଠୁ ମସ୍ତ ହେଇଛି ଏଇଟା ହେଉଛି ଆମ ବାଲକୁନିରେ ପାଖରେ ଲାଗିଛି ପିଆଜ ପଡ଼ିଯାଇଛି ବର୍ତ୍ତମାନ ପାଇଁ ପିଆଜ ପଡ଼ି ଜରା ହେଉଛି ଆମ ରୋଷେଇଆଳ ହେଉଛି ଆମର ବାମନ ଭାଇ ଦେଖନ୍ତୁ ଇଏ ହେଉଛି ରୋଷେଇଆଳ ଏ ରୋଷେଇ କରୁଛି ବହୁତ ଭଲ ରୋଷେଇ କରେ ନେଟୱାର୍କ ଯୋଉଦିନ କାର୍ପେଟିୟମ ହେଇଗଲା ସେଇଦିନ ମୁଁ ମନେକି ଦେଲି ଷ୍ଟେଟ୍ କରି ପଳେଇ ଆଇଲୁ 2 ଜଣ ଗାଡ଼ିରେ ନେଇକିରି ଆଇଲୁ। ପିଆଜଟା ଦେଖନ୍ତୁ ଲାଲ କରି ଆମେ ସୁନ୍ଦର ମଜାରେ ଏଟାକୁ ଭାଜି ନେଇଛୁ। ଅଛି ସେଇଟାକୁ ଆମେ ଏବେ ଢାଳିଦବା। ଏଟାକୁ ଭଲ କରି ଆମେ ମିକ୍ସ କରିଦବା। ଏଇଠି ଆମ ଭାତ ବଇଛି ଏଠି ଭାତ ବଇଛି ଏଇଠି ତରକାରୀ ହଉଛି ଆଉ ରୋଷେଇ ହେଲାଣି ସହିତ ସୁନ୍ଦର ବାସ୍ନା ଦବା ବି ଆରମ୍ଭ କରିଛି। କେତେ ସମୟ ଲାଗିବ ମୁଁ ଖାଇ ଡ୍ୟୁଟି ଯିବା ଭାଇ ଜଲ୍ଦି କଲେ ଭଲ ନା ଆଉ ତମେ ଟିକେ ଜଲ୍ଦି କରିବ ନା ଆଉ ବାସ୍ କଷାଟା ଖାଲି ହେଇଗଲା ପରେ ଆମେ ପ୍ରେସରରେ ମାରି ସିଟି ଦେଇଦବା। କଷାଟା ହିଁ ମେନ୍। କଲର କଣ ଏମିତି ଦେଖାଯାଉଛି ଯେତେ ଭଲ ଭାବରେ କଷିବା ସେତେ କଲର ଆସିବ ସେତେ ଟେଷ୍ଟ ଆସିବ ଆଉ ସେତେ ବାସ୍ନାଟା ବି ସୁନ୍ଦର ବାସ୍ନାଟା ବି ବାହାରିବ। ହଁ ହେଲା ଆଉ A few moments later. ବଢ଼ିଆ ମଞ୍ଜାରେ ମଟନ କଷା ହେଇଗଲାଣି ସ୍ମେଲ୍ ବହୁତ ବଢ଼ିଆ ଆସୁଛି ବାସ୍ନା ବହୁତ ବଢ଼ିଆ ଆସୁଛି ବର୍ତ୍ତମାନ ପାଇଁ କଷା ହେଇଗଲାଣି ବର୍ତ୍ତମାନ ପାଇଁ ଏଠି ବସିବ ବୋଧେ ପ୍ରେସର କୁକରରେ ବସିକି ସିଟି ଟିକେ ମରା ହେଲେ ହେଇଯିବ ଆଉ 2 minutes later. ବର୍ତ୍ତମାନ ପାଇଁ ଗରମ ପାଣି ଦିଆହେଇଯାଇଛି ଦେଖନ୍ତୁ କଷା ସରିଲା ପରେ ପାଣି ଆଳୁ ବି ପଡ଼ିଗଲା ପାଣି ବି ଦିଆ ହେଇଗଲା କୁକରରେ ବସିବୁନି ଫୁଟିଲା ପରେ ତ ବର୍ତ୍ତମାନ ପାଇଁ ରେଡ଼ି ହେଇଯାଇଛି ଆଉ ମଟନ ଏଇଖିଣା ବଢ଼ା ବଢ଼ି ହେବ ଦେଖ ଏ ତାଟିଆ ରେଡ଼ି 5 ଜଣ ଖାଇବ ଆମେ ବଢ଼ା ବଢ଼ି ହେବ ଖିଆପି ହେବ ଆଉ ବଢ଼ା ରେଡ଼ି ହେଇଯାଇଛି ଦେଖ 5 ଜଣ ପାଇଁ ମସ୍ତ ମଜାରେ ପିଆଜ କଟା ହେଇଯାଇଛି ଆସିଲେ ଖାଲି ବାଉନା ଯାଇଛି ଗାଧୋଇବା ନେଇ ଗାଧୋଇ ଆଇଲେ ଖିଆ ହେବ ଆଉ